ଏବେ ସ୍ୱାସ୍ଥ୍ୟ ଅବସ୍ଥା ଆପାତତଃ ଠିକ୍ ଅଛି ଆଉ 3-4 ଦିନ ପରେ ଏଇଟା ଖୋଲିବାକୁ ପଡ଼ିବ ସେମାନେ ଷ୍ଟିଚ୍ ଖୋଲି ଦେଇଛନ୍ତି ଆଉ ସେଦିନ 19 ତାରିଖ ଦିନ ଆମେ ସମସ୍ତେ ପାର୍ଲାମେଣ୍ଟକୁ ଯାଇଥିଲୁ ଆମ୍ବେଦକର ଅପମାନ ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ତରଫରୁ ଗୋଟେ ପ୍ରତିବାଦ ପ୍ରଦର୍ଶନ ହେଉଥିଲା ଶାନ୍ତିପୂର୍ଣ୍ଣ ଭାବରେ ପ୍ଲାକାର୍ଡ ଧରିକି ଛିଡ଼ା ହେଇଥିଲୁ ଏତିକି ମାତ୍ର କିନ୍ତୁ ସେ ସମୟରେ ରାହୁଲ ଗାନ୍ଧୀ ପ୍ରବେଶ କଲେ ଏବଂ ସେ ଆସିକି ସାମ୍ନାରେ ଆଗେ ଧକ୍କାମକି କରି ଉପରକୁ ଉଠିବାକୁ ଲାଗିଲେ ମୁଁ ଏକଦମ ଉପର ଆଡ଼କୁ ଛିଡ଼ା ହେଇଥିଲି ସାମ୍ନାରେ ତାଙ୍କୁ କେହି ବିଜେପିର ଏମ୍ପି କେହି ରେସିଷ୍ଟ କରିନାହାନ୍ତି ବାଧା ଦେଇନାହାନ୍ତି ସେ ଦି ସାଇଡ୍ରେ ରାସ୍ତା ଥିଲା ଯାଇପାରିଥାନ୍ତେ କିନ୍ତୁ ସେ ଜାଣି ଶୁଣିକି ଗଲେ ନାହିଁ ଏବଂ ଉପରକୁ ଉଠିଲେ ସେତେବେଳେ ତାଙ୍କ ରାସ୍ତାରେ ମୁଁ ନଥିଲି ମୁଁ କଡ଼ରେ ଛିଡ଼ା ହେଇଥିଲି ସେ ହଠାତ୍ ତାଙ୍କର ରୁଟ୍ ଚେଞ୍ଜ କଲେ ଏବଂ ଆମ ଆଡ଼କୁ ମାଡ଼ି ଆସିଲେ ଆସିକିରି ମୋ ସାମ୍ନାରେ ଛିଡ଼ା ହେଇଥିଲେ ମୁକେଶ ରାଜପୁତ ଆମର ମାନ୍ୟବର ସାଂସଦ ତାଙ୍କୁ ଗୋଟେ ପ୍ରଚଣ୍ଡ ଧକ୍କା ଦେଲେ ଯାହାଫଳରେ ସେ ମୋଟା ଲୋକ ମୋ ଉପରେ ସିଧା ପଡ଼ିଗଲେ ଏବଂ ମୁଁ ତଳେ ପଡ଼ିଗଲି ମୋ ମୁଣ୍ଡଟା ଆଖିଟା ଏଠି ମାଡ଼ ହେଇଗଲା ଏବଂ ବୋଧେ ଗୋଟେ ପଥରର ସେ ଯେଉଁ ଗୁଜିଆ କଣରଟା ଗଳିଗଲା ଯାହାଫଳରେ ଗୋଟେ ଡିପ୍ କଟ୍ ହେଲା ସାଙ୍ଗେ ସାଙ୍ଗେ ମୋତେ ଜଣେ ଏମ୍ପି ଥିଲେ ସେଠି ଡକ୍ଟର ଜଣେ ସେ ସାବରୀ ବୋଲି ଟିଡିପିର ଆନ୍ଧ୍ରର ଜଣେ ମହିଳା ଏମ୍ପି ସେ ମୋତେ ନେଇକରି ତାଙ୍କର ଆପ୍ରନ୍ ଲଗେଇକି ସେଠି ଫାଷ୍ଟ ଏଡ୍ କରିବାକୁ ଚେଷ୍ଟା କଲେ ଏବାରୁ ପୁଣି ମୋତେ ଆମ୍ବୁଲାନ୍ସରେ ପଠାଗଲା ଆଉ ଜଣେ 2 ଜଣ ଏମ୍ପି ବି ଗଲେ ଏବଂ ତାପରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳର ଆଉ ଅନ୍ୟାନ୍ୟ ଦଳର ବିଭିନ୍ନ ହୃଦୟହୀନ ଲୋକମାନେ ଏମ୍ପି ମାନେ ମତ ଦେଲେ ଯେଟା ନୌଟଙ୍କି ଏଟା ନାଟକ ଏପରି ହୃଦୟହୀନତା ଏମାନଙ୍କ ପାଖରୁ କଂଗ୍ରେସ ଆଉ ତାର ମିତ୍ର ଦଳମାନଙ୍କଠାରୁ ଆଶା କରାଯାଏ ଅମାନବୀୟ ବ୍ୟବହାର ଏମାନଙ୍କର ପାର୍ଲାମେଣ୍ଟରେ ଯେଉଁ ଆସନରେ କେଡ଼େ ବଡ଼ ବଡ଼ ରଥୀ ମହାରଥୀ ବସିଛନ୍ତି ଅଟଳ ବିହାରୀ ବାଜପେୟୀ ଦିନେ ବସିଥିଲେ ଏ ବିଧାନ ପାର୍ଲାମେଣ୍ଟର ଅପୋଜିସନ ପାର୍ଟି ଲିଡରର ଗାରିମାମୟ ପଦରେ ଏପରି ଲୋକ ବସିଛନ୍ତି ଏ ହେଉଛି ଆମ ଦେଶର ଦୁର୍ଭାଗ୍ୟ ମୁଁ 10 ଦିନ ହସ୍ପିଟାଲରେ ରହିଲି 19 ରହିଲି 28ରେ ବିଦା ହେଲି ଅପୋଜିସନ ମାନେ କଂଗ୍ରେସ ଦଳରୁ କେହି ଆସିନଥିଲେ ଅନ୍ୟ ବିଭିନ୍ନ ଦଳରୁ ଆସିଥିଲେ ସାର୍ ସେଦିନ ସେ ଗୋଟେ ଦୃଶ୍ୟ ଦେଖିବା ପାଇଁ ମିଳିଲା ଯେ ରାହୁଲ ଗାନ୍ଧୀ ଆପଣଙ୍କ ପାଖକୁ ଗଲେ କିନ୍ତୁ କିଛି କଲେ ନାହିଁ ପଳେଇଲେ ରାହୁଲ ଗାନ୍ଧୀକୁ ବୋଧହୁଏ ଜଣେ 2 ଜଣ କହିଲେ ମୋତେ ଶୁଭୁଥିଲା କ'ଣ କରିଛ ଆସିକି ଦେଖିଯାଅ ସେ ଆସିକି ଦେଖିଲେ ଆଉ ତୀବ୍ର କଟାକ୍ଷ କରିକି ଚାଲିଗଲେ କ'ଣ କହିଲେ କଟାକ୍ଷରେ ସାର୍ ସେ କହିଲେ ଯେ ମୋତେ ଯାହା ଶୁଭିଲା ଯେ ସାରଙ୍ଗୀଜୀ ମୁझे ଧକ୍କା ଦିଆ ବାସ୍ତବିକ ତାହେଲେ ବିରୋଧୀ ଦଳ ନେତା ମିଛ କହିଲେ ଟିଭି ସିସିଟିଭି କିଏ ସତ କହିଲା ସେଟା ଜଣେଇଦେବ ସାଇଣ୍ଟିଫିକ ଏଭିଡେନ୍ସ ଆଭେଲେବଲ ଅଛି କିନ୍ତୁ ଏଭଳି ଘଟଣା କେବେ ଘଟିବା କଥା ନୁହଁ এটা অত্যন্ত জঘন্য এবং নিন্দনীয় ঘটনা কৌশি এমপি এপরি অশোভনীয় আচরণ করতে কি আমি সে তো বর্ষ সারা বসুচ্ছি আমি সাইড দিকে যাচ্ছু এবং পছ গেট দিকে যাচ্ছু কেবে তাଙ୍କ সହିତ এমনি সংঘর্ষ করনু সে বর্ষ সারা সে অটকাই বসছেন ମୁଁ ଏବେ ଠିକ ଅଛି ମୋଟାମୋଟି ହାତ ଫାତ ବାଜିଲେ ପେନ୍ ଅଛି ନହେଲେ ଏମିତି ଯନ୍ତ୍ରଣା ନାହିଁ ଷ୍ଟିଚ୍ ଖୋଲିଲା ବେଳେ ଟିକେ କଷ୍ଟ ହେଲା ଆପଣଙ୍କୁ ସମାଲୋଚନା କରୁଥିଲେ ସୋସିଆଲ ମିଡିଆ ହଉ ଅନେକ ଜାଗାରେ ଦେଖିବା ପାଇଁ ମିଳୁଥିଲା ଯେ ପ୍ରତାପ ଷଡ଼ଙ୍ଗୀ ମିଛ କହୁଛନ୍ତି ଡ୍ରାମାରେ କରୁଛନ୍ତି ସେମାନଙ୍କୁ କ'ଣ କହିବା ପାଇଁ ଚାହିଁବେ କିନ୍ତୁ ଆଖିରେ ଅନ୍ଧ ପୋଟଳି ବାନ୍ଧିକି ସୂର୍ଯ୍ୟ ନାହାନ୍ତି ବୋଲି କହିଲେ ସୂର୍ଯ୍ୟଙ୍କର ଅସ୍ତିତ୍ୱ ଅସ୍ୱୀକୃତ ହୁଏ ନାହିଁ ଯଦି 10 ଲକ୍ଷ ଅନ୍ଧ ଲୋକ କହିବେ ଯେ ସୂର୍ଯ୍ୟ ନାହାନ୍ତି ଆଉ ଜଣେ ଚକ୍ଷୁଷ୍ମାନ କହିବ ସୂର୍ଯ୍ୟ ଅଛନ୍ତି ତାକୁ ତାର ଗ୍ରହଣ ହେବ ମେଜରିଟିର ଗ୍ରହଣ ହେବନି ତେଣୁ ଯେଉଁମାନଙ୍କର କାମ ହେଲା କେବଳ କୁତ୍ସା ରଚନା କରିବା ସେମାନେ କାମ କରୁଛନ୍ତି ମୁଁ କ'ଣ ସତରେ ମୋତେ ଆଘାତ ଦେଇଛି ସେଦିନ ତ ସବୁ ଜନତା ଦେଖିଛନ୍ତି ସେଠି ତ ଟିଭି ବାଲା ଥିଲେ ଭିଡ଼ିଓ ରେକର୍ଡିଂ ହେଇଛି ସିସିଟିଭି ରେକର୍ଡ ହେଇଛି ଆଉ ଡାକ୍ତରଖାନା ରିପୋର୍ଟ ଅଛି 2-3ଟା ଡାକ୍ତରଖାନା ରିପୋର୍ଟ ଅଛି ମୋର ଆଘାତ କ'ଣ ହେଇଛି ମୋର ସବୁ ପ୍ରକାର ଟେଷ୍ଟ ହେଇଛି ମୋର ସିଟି ସ୍କାନ୍ ହେଇଛି 2 ଥର ଏକ୍ସରେ ହେଇଛି MRI ହେଇଛି ଅଲ୍ଟ୍ରାସାଉଣ୍ଡ ହେଇଛି ସୁତରାଂ ତାପରେ ଯଦି ଏଗୁଡ଼ା ସବୁ ମିଛ ହେଇଯିବ ମୁଁ କ'ଣ କହିବି ବିଜେଡିର ଜଣେ ସାଂସଦ ବି ପୋଷ୍ଟ କରିଥିଲେ ସୋସିଆଲ ମିଡିଆରେ ଯେ ମୁଁ ଯାଇକି ଦେଖିଲି କିଛି ହେଇନଥିଲା ପରବର୍ତ୍ତୀ ଅବସ୍ଥାରେ ବ୍ୟାଣ୍ଡେଜ ଗୁଡ଼ା ବଢି ଗଲା ବ୍ୟାଣ୍ଡେଜ ଏଇଟା ଯେତେବେଳେ ଖସିଗଲା ବ୍ୟାଣ୍ଡେଜ ସେମାନେ ଚାରିପଟେ ଗୁଡେଇଲେ ଏଇଟା ଲଗେଇଲା ବେଳକୁ ବାରବାର ଖସି ଯାଉଛି କଲେ ସିଏ ଯେଉଁ ଦେଖିଲେ କହିଲେ ବୁଝିବାକୁ ପଡିବ ତାଙ୍କର ଦେଖିଲେ ଏତେ ଲୋକ ଦେଖିଲେ ଡାକ୍ତର ଦେଖିଲେ ସେ କେମିତି ଦେଖିଲେ ଏଟା ତାହେଲେ ଗୋଟେ ଆନାଲିସିସ୍ କରାଯାଉ ମେଡିକାଲ ଆନାଲିସିସ୍ କରାଯାଉ ମୁଁ କହୁଛି ଯଦି ଏଟା ମିଛ ହେଇଥିବ ମୁଁ ରାଜନୀତି ଛାଡ଼ିଦେବି ଆଜି ସିଧା ଦିଲ୍ଲୀରୁ ଫେରିଲି ମୁଁ ସେସବୁ କିଛି ବିଚାର କରୁନି ଏଇଟା ତ ଘଟଣା କ'ଣ ଗୋଟେ ପ୍ଲାନ୍ କରି ଯାଇଥିଲା ଯେତେ ରାତିରେ ଓଡ଼ି ବୋଲି ସିଏ ଆସିଲେ ତାଙ୍କର ଆଟାକ୍ କଲେ ମୁଁ ରାଜନୀତିରେ ପ୍ରଭାବ ପଡ଼ିବ କ'ଣ କାରଣ ଅଛି ଓଡ଼ିଶାର ସାଂସଦ ମାନେ ଆସିଛନ୍ତି ଅନ୍ୟାନ୍ୟ ସାଂସଦ ମାନେ ଆସିଛନ୍ତି ମାନ୍ୟବର ମନ୍ତ୍ରୀମାନେ ଆସିଛନ୍ତି ବହୁତ ଗୋଟେ ଦେଶ ସାରା ଲୋକ ଆସିଛନ୍ତି
ସାର୍ ଯେତେବେଳେ ଆପଣ ମେଡିକାଲରେ ଥିଲେ ପ୍ରଧାନମନ୍ତ୍ରୀ ଏଭଳି ଆଶ୍ୱାସନା ଦେଉଛନ୍ତି ଜଣେ ସାଂସଦକୁ ନିଜେ ପ୍ରଧାନମନ୍ତ୍ରୀ ସର୍ବମାନ୍ୟ ନେତା ପୋଷ୍ଟର ବହି ଭାରତୀୟ ଜନତା ପାର୍ଟିର ଆଶ୍ୱାସନା ଦେବା କେତେ ମନୋବଳକୁ ଦୃଢ କଲା? ଦେଖନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ ଏକା ମତେ ନୁହେଁ ଏମିତି ସମସ୍ତଙ୍କୁ ବ୍ୟକ୍ତିଗତ ସମ୍ପର୍କ ରଖନ୍ତି ସୁବିଧା ଅସୁବିଧାରେ ସାହସ ଦିଅନ୍ତି ପ୍ରେରଣା ଦିଅନ୍ତି ଇଏ ଆମର ସୌଭାଗ୍ୟ ଯେ ଏହିପରି ଜଣେ ନେତା ଆମର ପ୍ରଧାନମନ୍ତ୍ରୀ ଆଉ ଆମ ଦଳର ସେ ମହାନାୟକ ସେଥିପାଇଁ ଆମେ ମାନେ ବହୁତ ଗର୍ବିତ ଏବଂ ମୁଁ ମଧ୍ୟ ବହୁତ ଆନନ୍ଦିତ ଅଛି ଏଥିରେ ଆମକୁ ବହୁତ ପ୍ରେରଣା ମିଳିଛି ସବୁ ରାଜ୍ୟବାସୀ ଅପେକ୍ଷା କରି ରହିଛନ୍ତି ପ୍ରତାପ ଷଡଙ୍ଗୀ ପ୍ରତାପ ରଣା ଭଲ ଅଛନ୍ତି ନା ନାଇଁ କନଷ୍ଟିଚୁଏନ୍ସି ଲୋକ ସମସ୍ତେ ଚିନ୍ତାରେ ଥିଲେ ବର୍ତ୍ତମାନ କଣ ବାର୍ତ୍ତା ଦେବା ପାଇଁ ଚାହିଁବେ? ମୁଁ ବାର୍ତ୍ତା ଦେବି ଯେ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ଯେଉଁମାନେ ଏପରି କାମ କରୁଛନ୍ତି ସେମାନଙ୍କୁ ନିର୍ବାଚନୀ ରାଜନୀତିରେ ସଠିକ ଜବାବ ଦିଆଯାଉ ଏବଂ ଗଣତନ୍ତ୍ରର ଯେଉଁମାନେ ହତ୍ୟା କରିଥିଲେ ଇମର୍ଜେନ୍ସି ସମୟରେ ଯେଉଁମାନେ ବାରମ୍ବାର ହତ୍ୟା କରିଥିଲେ ବିଭିନ୍ନ ସମୟରେ ଗଣତନ୍ତ୍ର ତଣ୍ଟି ମୋଡ଼ିକି ସମ୍ବିଧାନ ସଂଶୋଧନ କରିକି ମାନବୀୟ ଅଧିକାରକୁ ହନନ କରିଥିଲେ ସେମାନଙ୍କୁ ଗଣତାନ୍ତ୍ରିକ ପଦ୍ଧତିରେ ଉଚିତ ଜବାବ ଦେବା ପାଇଁ ପ୍ରସ୍ତୁତ ଆମେ ଏବେ କହିପାରିବା କି ନନା ପୁରା ଫିଟ୍? ହଁ ମୁଁ ଫିଟ୍